ନମସ୍କାର ଦେଖନ୍ତୁ ଆଜିର ଏଇ ଭିଡ଼ିଓରେ ଆମେ ଆପଣଙ୍କର ଆର୍ଆଇ ଅମିନ୍ ଏସ୍ଏଫ୍ସିର ଯେଉଁ ଏକ୍ଜାମ୍ ତାର ସିଫ୍ଟ ୱାଇଜ୍ କୋଶ୍ଚିନ୍ ଦେଖିବା। ସୋ 8-10ରେ ଆପଣଙ୍କର ଯେଉଁ ଏକ୍ଜାମ୍ ହେଇଛି ପ୍ରଥମ ସିଫ୍ଟରେ ଯେଉଁ ମ୍ୟାଥମେଟିକ୍ସ କୋଶ୍ଚିନ୍ ଗୁଡ଼ିକ ଆସିଥିଲା ଦେଖିବା। ପ୍ରଥମ କୋଶ୍ଚିନ୍ଟି ଆପଣ ଦେଖିପାରୁଥିବେ କ'ଣ ଦେଇଛି। ଦେଖନ୍ତୁ ଏ ମ୍ୟାନ୍ ଲୁଜେସ୍ 25% by selling an article for 150. If he sells it for 240, what will be his gain by loss percentage? ତ ଦେଖନ୍ତୁ 25% ଲସ୍ ହେଇଛି କେତେରେ ବିକିବା ଦ୍ୱାରା ନା 150 ଟଙ୍କାରେ ବିକିବା ଦ୍ୱାରା। 25% ଲସ୍ ମାନେ କ'ଣ? ଆପଣଙ୍କର 100ରୁ 25% ଯଦି ମୁଁ ମାଇନସ୍ କରିବି 75%। ତ ଏଇ ଯେଉଁ ମାନେ ଏଇଟା କ'ଣ କଷ୍ଟ ପ୍ରାଇସ୍ର 75% ହେଉଛି 150। ତାହେଲେ କଷ୍ଟ ପ୍ରାଇସ୍ର 100%ଟା କେତେ ହେଇଯିବ ଆପଣଙ୍କର? ବୁଝିପାରୁଛନ୍ତି ତ? 150 ଗୋଟେ କାମ କରନ୍ତୁ 75 × 100 ଇଏ 2 ହେଲେ କେତେ 200 ଟଙ୍କା। ତା ମାନେ ଆମର କଷ୍ଟ ପ୍ରାଇସ୍ଟା ଅଛି 200 ଟଙ୍କା ଅଛି। ତ ଯଦି ଆମେ ଏଟାକୁ କେତେରେ ବିକିବା ନା 240ରେ ବିକିବା ଆମର ଲାଭ ପରସେଣ୍ଟ କେତେ ହବ? ତା ମାନେ ଆମର ଲାଭ ହେଉଛି ତ ପ୍ରଫିଟ୍ ପରସେଣ୍ଟେଜ କେତେ ହବ? ଆମର 200 ଟଙ୍କାରେ କେତେ 40 ଟଙ୍କା ଲାଭ ହେଉଛି ନା। ତ 40/200 × 100 କରିଦିଅନ୍ତୁ। ଏଇଟା କାଟିଲେ 2 ତ 20% ଆମର କ'ଣ ହବ ନା ଲାଭ ହବ। ଅପସନ୍ ସି ହେଉଛି କରେକ୍ଟ। ବୁଝିପାରିଲେ ଏଇଟା? ନେକ୍ସଟ କ୍ୱେଶ୍ଚିନ୍ ଦେଖନ୍ତୁ 2 ନମ୍ବର କ୍ୱେଶ୍ଚିନ୍ ଆପଣଙ୍କୁ ଦେଲା ରବି ପ୍ଲାନ୍ଡ ଏ ଟ୍ରିପ୍ ହ୍ୱେର୍ ହି ଟ୍ରାଭେଲ୍ଡ ଇନ୍ 3 ପାର୍ଟସ୍। ଫର୍ ଦ ଫାର୍ଷ୍ଟ ପାର୍ଟ ଅଫ୍ ହିଜ୍ ଜର୍ଣ୍ଣି he drove at a speed 30 km per hour for 2 hours. Then he increased his speed to 40 km per hour and continued for 3 more hours. Finally, his speed increased to 60 km per hour for the last 1 hour of his journey. Based on this information, what was Ravi's average speed for entire trip? ତ ଆଭରେଜ ସ୍ପିଡରେ ଆମର ସୂତ୍ର ରହିବ ଆମେ ଦେଖିବା ଯେ ମୋଟ ଅତିକ୍ରାନ୍ତ କେତେ ଦୂରତା ସେ ଯାଇଛି ବା ମୋଟ ସମୟ ତାକୁ କେତେ ଲାଗିଛି। ତ ଏଠି ସେ ଯାଇଛି 30 km per hour 2 ଘଣ୍ଟା ପାଇଁ ଯାଇଛି। ତ ଏଠି ଆପଣଙ୍କର ଫାଷ୍ଟ ଡିଷ୍ଟାନ୍ସଟା ହେଇଯିବ 30 × 2 ପ୍ଲସ୍ ନେକ୍ସଟ ଆପଣ ହେଇଯିବ 43 more hours ତ 40 × 3 ଲାଷ୍ଟରେ ଆମେ କ'ଣ କରିବା 60 × 1 ତଳେ ମୁଁ ଲେଖିଦେବି ମୋଟ ସମୟ ଲାଗିଛି ତାକୁ 2 + 3 + 1 ତ ଏଠି ତାର ହେଇଯିବ ଦେଖନ୍ତୁ 60 120 60 ଇଏ ହେଇଗଲା ଆପଣଙ୍କର 240 2 3 5 1 6। ତା ମାନେ ଦେଖନ୍ତୁ ଏଠି ତାର ତାହେଲେ ଆଭରେଜ ସ୍ପିଡଟା କେତେ ହେଇଯିବ 240/6 ହେଉଛି ଆପଣଙ୍କର 40 km per hour ଯୋଉଟା କି ଆପଣଙ୍କର ଅପସନ୍ ଡି ହବ ଆନ୍ସର। ଓକେ ସୋ 2 ନମ୍ବର କ୍ୱେଶ୍ଚିନ୍ ସରିଲା। ନେକ୍ସଟ ଦେଖନ୍ତୁ 3 ନମ୍ବର କ୍ୱେଶ୍ଚିନ୍ ଆପଣଙ୍କୁ ଦେଲା ଦ କଷ୍ଟ ପ୍ରାଇସ୍ ଅଫ୍ ଆନ୍ ଆର୍ଟିକଲ ଇଜ 1196. The vendor wants to earn a profit of 5% after giving a discount of 20%. What is the market price of the article? Select the correct option to the nearest integer. ତ ଏଠି ଆମର ଦେଇଛି କଷ୍ଟ ପ୍ରାଇସଟା ଆମକୁ ଦେଇଦେଇଛି। କଷ୍ଟ ପ୍ରାଇସଟା ଆମକୁ ଦେଇଦେଇଛି ଯେ 1196 ଟଙ୍କା ବୋଲି ଦେଇଛି। The vendor wants to earn a profit of 5%. ତ ଫାଷ୍ଟ ଆମେ ମନେକର ଚିନ୍ତା କରିବା ଯଦି ଆମର କଷ୍ଟ ପ୍ରାଇସଟା 100 ଟଙ୍କା ଥାନ୍ତା 5% ପ୍ରଫିଟ୍ ପରେ ଆମର ଯେଉଁ ସେଲିଂ ପ୍ରାଇସଟା କେତେ ହେଇଥାନ୍ତା 105 ଟଙ୍କା ହୋଇଥାନ୍ତା। ବୁଝିପାରୁଥିବେ ଏଇଟା। ତ 20% ଡିସକାଉଣ୍ଟ ପରେ ଏତିକି ହେଇଛି। ବୁଝିପାରୁଛନ୍ତି 20% ଡିସକାଉଣ୍ଟ ମାନେ ଆପଣଙ୍କର 1/5 ଡିସକାଉଣ୍ଟ ହେଇଛି। ମାନେ ମୋଟ ଯେଉଁ ଡିସକାଉଣ୍ଟ ମାର୍କ ଯେଉଁ ପ୍ରାଇସର 4/5 ଅଂଶଟା ହେଉଛି ଆପଣଙ୍କର 105। ତାହେଲେ ମାର୍କ ପ୍ରାଇସଟା ଆପଣଙ୍କର କେତେ ହେଇଯିବ 105 × 5/4 କରିଦିଅନ୍ତୁ। ତ ଏଇଟା ଆପଣଙ୍କର ହେଇଯିବ 4ରେ ଯଦି ଏଇଟାକୁ ମୁଁ କାଟିଦେବି ମୋର କେତେ ମିଳିବ ମୋତେ ନା 26.25
ଏଇଟାକୁ ଯଦି ବର୍ତ୍ତମାନ ମୁଁ 5 ରେ ଗୁଣିବି ମତେ ମିଳିଯିବ କେତେ ମିଳିବ ନା 131.25। ଓକେ, ତା ମାନେ ଯେତେବେଳେ ମୋର କଷ୍ଟ ପ୍ରାଇସ୍ ଟା ମୁଁ 100 ଟଙ୍କା ନଉଛି, କଷ୍ଟ ପ୍ରାଇସ୍ ଟା ଯେତେବେଳେ 100 ଟଙ୍କା ନଉଛି, ମୋର ଯୋଉ ମାର୍କେଟ ପ୍ରାଇସ୍ ଟା ମତେ ମିଳୁଛି କେତେ ନା 131.25। କିନ୍ତୁ କୋଶ୍ଚିନରେ ମୋର ଦେଇଛି ଯେ 1196 ଅଛି ବୋଲି। ତାହେଲେ ମୋର ମାର୍କ ପ୍ରାଇସ୍ ଟା କେତେ ହେଇଯିବ ନା 131.25 ବାଇ 100 ଗୁଣନ 1196। ନେକ୍ସଟ ଦେଖନ୍ତୁ ଆମେ ଗୋଟେ କାମ କରିବା, ଯେତେବେଳେ ଆମର ସିପି 100 ରହୁଛି ମାର୍କ ପ୍ରାଇସ୍ ଟା ଆପଣଙ୍କର 131.25 ହଉଛି। ଯଦି ଏଇଟାକୁ ମୁଁ 25 କାଟି ମତେ ମିଳିଯିବ 4। ଏଇଟାକୁ ଯଦି ମୁଁ 25 କାଟିବି 125 ପାଇଁ ମୁଁ ଲିଖିଦେଲି 5। ବାକି ଯୋଉ 6.25 ଅଛି ସେଥିପାଇଁ କଣ ହବ, ସେଇଟା 25 ଆଉ 4 ଭାଗରୁ ଭାଗେ ମାନେ 5.25 ଆନ୍ସର ରହିବ, ମାନେ ମାର୍କ ପ୍ରାଇସ୍ ଟା ହବ। ମାନେ ଏତିକି ରେସିଓରେ ସିଏ ଅଛନ୍ତି, ମାନେ ଚିନ୍ତା କରନ୍ତୁ। କିନ୍ତୁ କୋଶ୍ଚିନରେ ତ 1196 ଅଛି, ତାହେଲେ 1196 ବେଳେ ମୋର ମାର୍କ ପ୍ରାଇସ୍ ଟା କେତେ ହବ, 4 ବେଳେ ଏତିକି ରହୁଛି। ତ ଆମେ ଗୋଟେ କାମ କରିବା, 1196 କୁ ବର୍ତ୍ତମାନ ମୁଁ 4 ରେ ଡିଭାଇଡ କରିଦେବି ଏବଂ ତାକୁ ମୁଁ 5.25 ରେ ଗୁଣିଦେବି। 1196 କୁ ଯଦି ମୁଁ 4 ରେ ଡିଭାଇଡ କରୁଛି ମତେ ମିଳିଯାଉଛି 299। ତ 299 ଗୁଣନ 5.25। ତ ଗୋଟେ କାମ କରିବା, 5.25 କୁ ଯଦି ମୁଁ 300 ରେ ଗୁଣୁଛି ମତେ କେତେ ମିଳିବ, ଯଦି ମୁଁ 300 ରେ ଗୁଣିବି ତାହେଲେ ମତେ ମିଳିବ 100 ରେ ଗୁଣିଲେ 525, 3 ରେ ଗୁଣିଲେ 1575, ନୁହେଁ କି 1575। ତ ଏଠି ମୁଁ କଣ କରିବି ନା ଆଉ ସେଥିରୁ 5.75 ମାଇନସ କରିଦେବି, ବୁଝିପାରୁଛନ୍ତି। 1575 ଯୋଉ ମତେ ମିଳୁଛି ସେଥିରୁ ମୁଁ 5.75 ମାଇନସ କରିଦେଲେ ମତେ ମିଳିଯିବ ଯେ 299 ରେ ଗୁଣିଲେ କେତେ ମିଳୁଛି, ନୁହେଁ କି। ତ ଆନ୍ସର ଏଠି ହବ 1569.25। 1569.25 ଯୋଉଟା କି ତାର ନିକଟସ୍ଥଟା ସବୁଠୁ କିଏ ହବ, 1570 ଟା ସବୁଠୁ ପାଖ ରହିବ। ତ ଏଠି ବି ହଉଛି ଆନ୍ସର, ବୁଝିପାରିଲେ। ନେକ୍ସଟ କ୍ୱେଶ୍ଚିନ୍ ଦେଖନ୍ତୁ, ଦ କଷ୍ଟ ଅଫ ପର୍ଟିକୁଲାର variety of ghee is 70 per kg and that of another variety is 82 per kg. If the two varieties are mixed in the ratio 4:7, then what is the price per kg of the mixed variety of the ghee? ତ ଦେଖନ୍ତୁ, ପ୍ରଥମ ଯୋଉ ଭେରାଇଟି ଅଛି ତାର ଦାମଟା ଆପଣଙ୍କର କେତେ ଅଛି 70 per kg ଏବଂ ଦ୍ୱିତୀୟ ଭେରାଇଟିର ଦାମଟା ଅଛି ଆପଣଙ୍କର 82 per kg। ତାକୁ ଆମେ 4:7 ରେ ମିଶେଇବା। ତା ମାନେ ଏଠି ଆମେ ଫର୍ମୁଲା ୟୁଜ କରିବା ଯେ କଷ୍ଟ ଅଫ ଦ ଫାର୍ଷ୍ଟ କ୍ୱାଣ୍ଟିଟି, କଷ୍ଟ କେତେ ଅଛି ନା 70 ଏବଂ ସେ କେତେ ଭାଗ ଆପଣ ରହିବ ନା 4 ଭାଗ। ତ 70 ଗୁଣନ 4 କରିବା ପ୍ଲସ୍ ଦ୍ୱିତୀୟଟା ଆପଣ କେତେ 82 ରେଟ୍ ଅଛି, ତାର କେତେ ଭାଗ ମିଶେଇବା ନା 7 ଭାଗ। ଟୋଟାଲ ଏଇ ଯୋଉ ମିକ୍ସଡ ଭେରାଇଟି ହବ, ଦେଖନ୍ତୁ 4 7 11 ନା, ତ ତଳେ ମୁଁ ଏଟା ଡିଭାଇଡ କରିଦେବି। ତ 70 କୁ 4 ରେ ଗୁଣିଲେ ହଉଛି 280, 82 କୁ 7 ରେ ଗୁଣିଲେ ହଉଛି ଆପଣଙ୍କର 7 ଗୁଣେ 14, 4 ଗୁଣିଲେ 1, 7 8 56 କି 57, 574, ତଳେ ଆପଣଙ୍କର 11। 280 574 ମିଶିକି ଆପଣଙ୍କର ହେଇଯାଉଛି 854। ତ 854 ବାଇ 11 କେତେ ହେଇଯିବ ଆପଣଙ୍କର 11 7 77, 77 ହେଲେ ହଉଛି 8 84 ପୁଣି 7। ତ 7 ପାଇଁ ମୁଁ ଏଠି କେତେ ପକେଇବି, ଗୋଟେ ଶୂନ ଯଦି ମୁଁ ଦେଇ ଦଉଛି, ସୋ ଯଦି 70 ହେଲେ ଆମର କେତେ ପଡିବ, ଏଠି 6 ପଡିବ, 66, 40 ହେଲେ 3 ପଡିବ, 77.63 ହଉଛି। ଯଦି ଆମେ ଏଠି ଆନ୍ସର ଟି ଦେଖୁଛନ୍ତି ଆପଣଙ୍କର 76.36 ଅଛି, କିନ୍ତୁ ଏଠି ଆମର କାଲକୁଲେସନ ପରେ 77.63 ରେଟ୍ ଟି ଆସୁଛି। ଓକେ, ସୋ ଏଇଟା ରଙ୍ଗ ଅଛି। ନେକ୍ସଟ ଆମେ ଯିବା 5 ନମ୍ବର। ନେକ୍ସଟ ଦେଖନ୍ତୁ 5 ନମ୍ବର ଦେଇଛି, ସୁରେଶ ଇନଭେଷ୍ଟେଡ ସର୍ଟନ ସମ୍ ଅଫ ମନି ଆଟ୍ 4% per annum simple interest if he receives an interest of 33,429 after 11 years, the sum he invested is। ତ ଦେଖନ୍ତୁ ଏଠି ଆପଣଙ୍କର ଯୋଉ ସୁଧଟି ମିଳିଛି, ଏଟା ଆମେ PRT ବାଇ 100 ପକେଇଦବା।
P ଏଠି R ଅଛି 4 T ଅଛି ଆମ ପାଖରେ 11 ଅଛି। ତ ଏଇଟା ଆମର କେତେ ଆସିଛି ନା 33,429 ଆସିଛି। ତ P ଏଠି ମୋର ହେଇଯିବ 33,429 ଇଣ୍ଟୁ 100। ଏଇ 4 11ଟା ୟା ତଳକୁ ନେଇ ଆସନ୍ତୁ। ଏଇ 4ଟା ମୁଁ କାଟିଦେବି ଏଥିରେ, ତ ମୋର ଆନ୍ସର ହବ ଏଠି ଏଇଟା 25 ହବ। ଏଠି 11ଟା ଏଥିରେ କଟି ପାରିବ, 11 3 33, ତାପରେ 0 ଦେଲି, 42 ଅଛି ବୋଲି 3 ପକେଇଲି, ତାପରେ 9 ବୋଲି 9 ପକେଇଦେଲି, 99 ହେଲା ତ 9 ପକେଇଲି ହେଲା। ତ 3039 ଇଣ୍ଟୁ 25। ତ ଗୋଟେ କାମ କରିବା, 3039 କୁ ମୁଁ କଣ କରିବି ନା 100ରେ ଗୁଣି ଦଉଛି। ତ ଦିଟା ଶୂନ ଲଗେଇଲି, ଯେହେତୁ 25ରେ ଗୁଣୁଛି ନା, ତ 25ଟା ଯେହେତୁ ଗୁଣୁଛି ତ 4 ଆଉ ଡିଭାଇଡ କରିଦେବି, ବୁଝିହେଲା। ତ 4 7 28, 23 ହେଲେ 5, 39 ହେଲେ 9, 30 ହେଲେ 7, 20 ହେଲେ 5। ତ ଏଇଟା ଆପଣଙ୍କର B ହଉଛି ଆନ୍ସର। ଓକେ, ନେକ୍ସଟ ଦେଖନ୍ତୁ 6 ନମ୍ବର କ୍ୱେଶ୍ଚିନ୍ ଦେଇଛି, ଦ ସରକମଫରେନ୍ସ ଅଫ ଦ ବେସ୍ ଅଫ ଏ ସଲିଡାଇଡ୍ ସର୍କୁଲାର ସିଲିଣ୍ଡର ଇଜ 132 cm. Its height is 25 cm. What is the volume of the cylinder? Take by 22/7. ତ ଦେଖନ୍ତୁ ସିଲିଣ୍ଡର ଆମର ଯୋଉ ବେସ୍ ର ପରିଧିଟା ଅଛି 132 ଅଛି। ତ ଏଠି ମୁଁ କହିପାରିବି ଯେ 2 pi r, 2 into 22/7 into r ଆପଣଙ୍କର ଅଛି 132। ତ 2 into 22/7 ଏଇଟା ଆପଣଙ୍କର କେତେ ହେଇଯିବ ନା 44/7 into r ଟା ଆପଣଙ୍କର 132 ଅଛି। ତ ଏଥିରୁ ଯଦି ମୁଁ r ଟା କାଢିଦେବି କେତେ ହବ ଆପଣଙ୍କର ନା 132, 7 ଟା ସେପଟେ ମଲ୍ଟିପ୍ଲାଏ କରନ୍ତୁ, 44 ଟା ତଳକୁ ଆସିଗଲା। ଏଇଟା କଟିଲେ କେତେ ହବ 3 3 7 21। ତ r ଟା ଆପଣଙ୍କର 21 ମିଳିଗଲା। ବର୍ତ୍ତମାନ ଆମେ କାଢିବା ଆୟତନ ପାଏ r ସ୍କୋୟାର h କରି କାଢିଦବା। 22/7 r ଆପଣଙ୍କ କେତେ ଅଛି ନା 21, ତ 21 into 21, ହାଇଟ୍ ଟା ଆପଣଙ୍କର 25 ଦେଇଛି। ଓକେ, ଏଇଟା କଟିଲେ 3, ତ ଏଠି ଆପଣଙ୍କର କେତେ ଅଛି 22 ତିରିକି 66 ପାଏ r ସ୍କୋୟାର h, ନୁହେଁ କି? ତ ଠିକ ଅଛି, 22 ତିରିକି 66, 66 କୁ 25 ରେ ଗୁଣିଲେ କେତେ ହବ 66 100/4 କରିଦବା। ଏଇଟା ଆପଣଙ୍କ ହେଇଯିବ 1650। ଆଉ ଗୋଟେ 21 ଅଛି ପୁଣି, ନୁହେଁ କି? ତ 1650 into 21, 1650 କୁ 20 ରେ ଗୁଣିଲେ ଆପଣ କେତେ ହବ 330 ଗୋଟେ 0। ତ ଦେଖନ୍ତୁ 1650 କୁ 20 ରେ ଗୁଣିଲେ ମତେ ମିଳୁଛି ଆପଣଙ୍କର 33,000 ମିଳିଯିବ, ନୁହେଁ କି? ଆଉ 1650 ଏଥିରେ ମୁଁ ମିଶେଇ ଦେବି, ତାହେଲେ ଏଠି ମୋର ଆନ୍ସର ଆସିଛି 34,650। ତ ଏଇଟା ତ ଆପଣଙ୍କର ଏଠି ଅପସନରେ ନାହିଁ, ତ ଏଇଟା ନିଶ୍ଚିତ ଭାବରେ ଆପଣଙ୍କର ରଙ୍ଗ ଅଛି। ନେକ୍ସଟ ଦେଖନ୍ତୁ 7 ନମ୍ବର ଯୋଉ କ୍ୱେଶ୍ଚିନ୍ ଦେଇଛି, ଆପଣ ଚିନ୍ତା କରିପାରିବେ ଯେ 0.67 କ୍ୟୁ ଲେଖା ହେଇଛି, ମାନେ ଏଇଟା ଆପଣଙ୍କର ଏ କ୍ୟୁ। 0.33 ର ଯୋଉ ପାୱାର 3 ଅଛି ଏଇଟା ବି କ୍ୟୁ ବୋଲି ଚିନ୍ତା କରିପାରିବେ। ଏବଂ ତଳେ ଆପଣ ଦେଖିବେ ଯେ ଏଇ ଯୋଉ ଲେଖା ହେଇଛି କେତେ 4499 ଯୋଉ ଅଛି ପଏଣ୍ଟ ପରେ, ଏଇଟା ଆପଣଙ୍କର ଏ ସ୍କୋୟାର ହେଇଥିବ। ତାପରେ ଏଇଟା ଯୋଉ ଲେଖା ଯାଇଛି ଏଇଟା ଏ ବି ହେଇଥିବ, ଏଇଟା ଯୋଉ ଲେଖା ହେଇଛି ଏଇଟା ଆପଣଙ୍କର ବି ସ୍କୋୟାର ଲେଖାଯାଇଛି। ବୁଝିପାରୁଛନ୍ତି? ଯଦି 67 ର ସ୍କୋୟାର ବି ଆପଣ କରିକି ଦେଖିବେ, ଏଠି କେତେ ହଉଛି 6 ର ସ୍କୋୟାର 36, 7 ସ୍କୋୟାର 49, ନେକ୍ସଟ 6 7 କେତେ 42, 42 ଡବଲ ହଉଛି 84। କେତେ ହେଲା 9 8 4 4499 ହଉଛି। ବୁଝିହେଲା? ତା ମାନେ ଏଇଟା ସେଇ ଫର୍ମାଟ ରେ ଅଛି, ମାନେ ଏ କ୍ୟୁ ପ୍ଲସ ପି କ୍ୟୁ ତଳେ ଏଇଟା ଅଛି, ମାନେ ଆର ଆନ୍ସର ଟା କେତେ ଆସିବ ଏ ପ୍ଲସ ବି ଆସିବ ନା। ବୁଝିପାରିଲେ? ତାହେଲେ ଏଇଟାର ଆନ୍ସର ହେଇଯିବ 0.67 ପ୍ଲସ 0.33, ମାନେ 1 ହବ ଆପଣଙ୍କର ଆନ୍ସର, ଯୋଉଟା କି ଅପସନ ଡି ରେ ଅଛି। ଓକେ,
Next ଦେଖନ୍ତୁ find the positive difference between the roots of the equation 7x square minus 10x plus 3 equal to 0. ତ ମୂଳ ଦୁଇଟା ଯଦି ଆମେ ଆଲଫା ବିଟା ନେଉଛନ୍ତି ଆଲଫା ପ୍ଲସ୍ ବିଟା କେତେ ମାଇନସ୍ ବି ବାଇ ଏ ମାନେ କେତେ ହେଇଯିବ ଆପଣଙ୍କର ମାଇନସ୍ ଅଫ୍ ମାଇନସ୍ 10/7 ମୂଳ ଦୁଇଟାର ଗୁଣଫଳ କେତେ ଆଲଫା ବିଟା କେତେ ହେଇଯିବ ସି ବାଇ ଏ ଇକ୍ୱାଲ୍ ଟୁ 3/7। ତ ଯଦି ମୁଁ ଏଠି ଲେଖିବି ଆଲଫା ମାଇନସ୍ ବିଟାର ହୋଲ୍ ସ୍କୋୟାର ଲେଖିବି ତାହେଲେ ମୋତେ କେତେ ମିଳିବ ଆଲଫା ପ୍ଲସ୍ ବିଟାର ହୋଲ୍ ସ୍କୋୟାର ଦ୍ୟାଟ୍ ଇଜ୍ 10/7 ସ୍କୋୟାର ମାଇନସ୍ 4 ଆଲଫା ବିଟା କରିବି ତ 4 ଇଣ୍ଟୁ 3/7 ତ ଏଇଟା ମୋତେ କେତେ ମିଳିଯିବ ନା 100/49 ଇଏ ହେଉଛି ଆପଣଙ୍କର 12/7 ତଳେ ମୁଁ ଲେଖିଲି 49 ତାହେଲେ ଉପରେ କେତେ ଯିବ 100 ଏଠି 7 ହେଲେ 84 16/49 ତ ଏଠି ପଜିଟିଭ ଡିଫରେନ୍ସ କଥା ପଚାରିଛି ମାନେ ଆଲଫା ମାଇନସ୍ ବିଟାଟା କେତେ ହେଇଯିବ 16/49 ର ରୁଟ୍ ଓଭର 4/7 ଅପସନ୍ ଏ ହେଉଛି କରେକ୍ଟ ଓକେ। ନେକ୍ସଟ କ୍ୱେଶ୍ଚିନ୍ 9 ନମ୍ବର ମୋତେ ଦେଲା if 4 tan theta plus 3 cot theta equal to 6 then find the value of 9 cot square theta plus 16 tan square theta। ତ ଏଠି ମୁଁ ଗୋଟେ କାମ କରିବି ଏଇ ଯୋଉ LHS ଯୋଉଟା ଅଛି ତାର ଯଦି ମୁଁ ବର୍ଗ ନେଇଯିବି ମୋତେ କେତେ ମିଳିବ ନା 16 tan square theta plus 3 cot theta ର ସ୍କୋୟାର କେତେ ହେବ 9 cot square theta ପ୍ଲସ୍ ଏଠି କେତେ ହେବ 2ab ତାପରେ ନୁହେଁ କି 2 ଚଉକ 8 3 24 tan theta ଆଉ cot theta ଗୁଣା ହେଇକି ରହିବ। ତ ଯଦି ମୁଁ ଏଠି ଦେଖୁଛି ଏଇଟା ଇକ୍ୱାଲ୍ ଟୁ କେତେ ହେବ 6 ର ସ୍କୋୟାରଟା 36 ହେଇଯିବନି କି ପୁନଶ୍ଚ tan theta cot theta 1 ହେଇଯିବ ମଲ୍ଟିପ୍ଲାଏ ହେଇକି 24 ଗୋଟେ ମଲ୍ଟିପ୍ଲାଏ ହେଇକି ଅଛି ତା ମାନେ ଏଇପଟେ ଯଦି ମୁଁ 16 tan square theta ପ୍ଲସ୍ 9 cot square theta ରଖୁଛି ଏଇଟା କ'ଣ 24ଟା ସେପଟକୁ ପଳେଇବ ତ 36 ରୁ 24 ଗଲେ ଏଇଟା ମୋର କେତେ ହେଉଛି 12 ହେଉଛି ଆନ୍ସର ଯୋଉଟା କି ଅପସନ୍ ଏ ହେବ ଆନ୍ସର ଓକେ। ନେକ୍ସଟ କ୍ୱେଶ୍ଚିନ୍ 10 ନମ୍ବର ମୋତେ ଦେଲା if at the same rate of interest in 2 years the simple interest is 46 and the compound interest compounded annually is 69 then what is the principal। ତ ଏଠି ମୋର ଯୋଉ ଡିଫରେନ୍ସଟା କେତେ ରହୁଛି ସିମ୍ପଲ ଇଣ୍ଟରେଷ୍ଟ ଆଉ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଯୋଉ ଡିଫରେନ୍ସଟା ରହୁଛି 23 ଏବଂ 2 ବର୍ଷ ଭିତରେ ଯୋଉ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଆଉ ସିମ୍ପଲ ଇଣ୍ଟରେଷ୍ଟ ଯୋଉ ଡିଫରେନ୍ସଟା ଆସେ ସେଇଟା କେତେ ହୁଏ ନା p ଇଣ୍ଟୁ এটা r/100 ର ସ୍କୋୟାର ଆସେ ନୁହେଁ କି ତ ଏଠି ଆପଣଙ୍କର ଡିଫରେନ୍ସଟା କେତେ ଅଛି ନା 23 ଅଛି। ତ ଏଠି ଯୋଉ ତମର 46 ଥିଲା ସିମ୍ପଲ ଇଣ୍ଟରେଷ୍ଟଟା ମାନେ p ଇଣ୍ଟୁ r t ହେଉଛି ଆମର 2 ବର୍ଷ ଥିଲା p r 2 100 ଥିଲା 20 ସିମ୍ପଲ ଇଣ୍ଟରେଷ୍ଟଟା 46 ଥିଲା ଓକେ। ତ ଏଥିରୁ ମୁଁ କାଢି ଦେଇ ପାରିବି ଯଦି ମୁଁ ଏଠି pr ଟା କେବଳ ନଉଛି କେତେ ହେଇଯିବ ଆପଣଙ୍କର 100ଟା ସେପଟେ ମଲ୍ଟିପ୍ଲାଏ ହେବ ମାନେ 4600 ଦୁଇଟା ଡିଭାଇଡ୍ ହେବ ମାନେ 2300 pr ଓକେ। ତ ଏଠି ଯଦି ବର୍ତ୍ତମାନ ମୁଁ ପକେଇଦେବି ଭ୍ୟାଲ୍ୟୁଟି ଉପରେ ଆପଣଙ୍କ କେତେ ଅଛି ଦେଖନ୍ତୁ ଏଠି ଯେହେତୁ pr ଟା 2300 ଅଛି ଗୋଟେ କାମ କରିବା ଏଠି r ଟା ମୁଁ କେତେ କାଢିପାରିବି ନା 2300/p ତ ଏଇ r ଟା ଯଦି ମୁଁ ଏଇଠି ପକେଇ ଦଉଛି ଏଠି ଏପଟେ 23 ଥାଉ p ଜାଗାରେ କେତେ ପକେଇଦେବି ନା 2300/p ଗୁଣନ ସରି r ଜାଗାରେ ପକେଇବି ଓକେ। ଦେଖନ୍ତୁ p ତ ସେମିତି ରହିବ r ଜାଗାରେ ମୁଁ ପକେଇଦେବି 2300/p ର ସ୍କୋୟାର ଇଣ୍ଟୁ 1/100 ର ସ୍କୋୟାରଟା କେତେ ହେଇଯିବ ନା 1ରେ 4ଟା ଶୂନ ତ ବର୍ତ୍ତମାନ ଦେଖନ୍ତୁ 23 ଇକ୍ୱାଲ୍ ଟୁ p ଉପରେ 23 ଗୁଣନ 23 କରିଦିଅନ୍ତୁ ବୁଝିପାରିଲେ 23 ଗୁଣନ 23ଟା 529 ହେଇଯିବ ତଳେ ଗୋଟେ p ସ୍କୋୟାର ଅଛି ଇଣ୍ଟୁ
ଦେଖନ୍ତୁ ଏଠି ଏଇଟା 23 ଗୁଣନ 100 ନା, ତ 100 ର ସ୍କୋୟାର, ଏଠି ଗୋଟେ 100 ର ସ୍କୋୟାର ଏଇଟା ଅଛି, ଏଇଟା କଟିଗଲା ପୁରା। ବୁଝିପାରିଲେ? ନେକ୍ସଟ ତାହେଲେ ଆମର ଏଠି ଏଇ ଯୋଉ p ଟା p ସ୍କୋୟାର କଟିବ ପୁଣି, ତ 23 ଇକ୍ୱାଲ ଟୁ 529 ବାଇ p। ତ ଏଇଥିରୁ ମୁଁ କାଢି ଦେଇ ପାରିବି ଯେ p ମୋର କେତେ ହେଇଯିବ ନା 529 ବାଇ 23 ଇକ୍ୱାଲ ଟୁ 23। ବୁଝିପାରିଲେ? ଅପସନ ସି ହଉଛି କରେକ୍ଟ। ଓକେ, ନେକ୍ସଟ ଦେଖନ୍ତୁ 11 ନମ୍ବର କ୍ୱେଶ୍ଚିନ୍ ଦେଇଛି, ଇଫ ଏ ମୋଟରିଷ୍ଟ କଭର୍ସ ଏ ଡିଷ୍ଟାନ୍ସ ଅଫ 30 କିଲୋମିଟର ଇନ୍ 49 ମିନିଟ୍ସ by moving at a speed of x kilometer per hour for the first 18 minutes, ମାନେ x କିଲୋମିଟର ବେଗରେ ସେ ଯାଇଛନ୍ତି ପ୍ରତି ଘଣ୍ଟା ପ୍ରଥମ 18 ମିନିଟ୍, ମାନେ 18/60 ଏଇଟା ଲେଖନ୍ତୁ। ନେକ୍ସଟ ଯାଇଛନ୍ତି ତ ଦେନ୍ ମୁଭିଂ ଆଟ୍ ଦ ସ୍ପିଡ୍ ଅଫ 2x କିଲୋମିଟର per hour for the next 23 minutes, ତ 2x କିଲୋମିଟର per hour ଯାଇଛନ୍ତି ନେକ୍ସଟ 23 ମିନିଟ୍ସ, 23/60। then moving at the speed of 2x kilometer per hour for the next 23 minutes এটা লিখলে, and then moving at the speed x kilometer per hour for the rest of the journey, ତ x kilometer per hour ସେ ଯାଇଛନ୍ତି ପୁଣି 18 ମିନିଟ୍ 23 ମିନିଟ୍ ଗଲେ, ତାପରେ ନେକ୍ସଟ 8 ମିନିଟ୍ ସେ ଯାଇଛନ୍ତି। ତ ଦେଖନ୍ତୁ ପ୍ରଥମେ ଯୋଉ ଆପଣଙ୍କର ଦୂରତାଟା କେମିତି ବାହାରିବ ନା ବେଗ ଗୁଣନ ସମୟ ମତେ କରିବାକୁ ପଡିବ। ତ x ଇଣ୍ଟୁ 18/60 ମାନେ ଏଇଟା ଆପଣ କେତେ ହେଇଯିବ ନା 3x/10। ବୁଝିପାରିଲେ? ଏଇଟା ଆପଣ 3/10 ନା। ନେକ୍ସଟ 2x ଇଣ୍ଟୁ 23 କେତେ ହେଇଯିବ ଏଇଟା 46x/60 ପ୍ଲସ୍ 8/60 ଏଇଟା ଆପଣ କେତେ, ଏଇଟା 4/15 ମାନେ 4x/15। ଏତିକି ଦୂରତା। ତଳେ ଦେଖନ୍ତୁ 60 ଟା ନେଇଯାଆନ୍ତୁ ଲସାଗୁ, ତାହେଲେ କେତେ ହବ, ଏଠି 10 ଅଛି ମାନେ 18x, ଏଠି 60 ଅଛି ମାନେ 46x, ଏଠି 15 ଅଛି ମାନେ 4 ମାନେ କେତେ 16x, 18 16 କେତେ ହବ 34 46 80x, 80x/60 ମାନେ ଏଇଟା ଆପଣ କେତେ 5 20 ରେ ଯଦି କାଟିବା କେତେ ହବ 4x/3। ବୁଝିହେଲା? ଏଇଠି ଟିକେ ରଙ୍ଗ ହେଇଗଲା, ଦେଖନ୍ତୁ 8x/60 ଯୋଉଟା ମୁଁ ଲେଖିଛି ଏଇଟା ଆପଣ କେତେ, ମୁଁ ତଳେ 15 କରିଥିଲି, ଏଇଟା 4x/30 ରଖିଦେଲେ ବି ହବ ନୁହେଁ କି, 2x/15 ଯା 4x/30, ତାମାନେ ଏଇଟା ଆପଣଙ୍କର 8x ହବ। ବୁଝିପାରିଲେ? ଏଇଟା ଆପଣଙ୍କର 8x ରହିବ। ତ ଦେଖନ୍ତୁ 60 ତଳେ ଥାଉ, ଏଠି 2 ହେଲେ କେତେ ହବ 8x, 46 8 54 8 72 72x/60, ତା ମାନେ ଏଇଟା ଆପଣଙ୍କର 12 ରେ ଯଦି କାଟିବା 6x/5 ହବ। ତ ଏଇ ଯୋଉ ଡିଷ୍ଟାନ୍ସ ଟା ଆପଣଙ୍କୁ ଦେଇଛି 30 କିଲୋମିଟର। ବୁଝିପାରିଲେ? ତ 6x/5 ଟା ଆପଣଙ୍କୁ ଦେଇଛି 30, ତାହେଲେ x ଟା ଆପଣଙ୍କର କେତେ ହେଇଯିବ 30 ଇଣ୍ଟୁ 5/6, ଏଇଟା କାଟିଲେ 5, ତ 5 ପଞ୍ଚା ହଉଛି 25, 25 କିଲୋମିଟର, 25 କିଲୋମିଟର पर आवर, କାରଣ ବେଗଟା ଆପଣଙ୍କର ଦେଇଥିଲା ନା, ତ ଏ ହଉଛି ଆନ୍ସର। ଓକେ, ନେକ୍ସଟ କ୍ୱେଶ୍ଚିନ୍ 12 ନମ୍ବର ଦେଲା, ଦ ସମ୍ ଅଫ ଦ ପ୍ରେଜେଣ୍ଟ ଏଜେସ୍ ଅଫ ଦ ଏ ବି ଆଣ୍ଡ ସି ଇଜ 192 years 20 years ago from now, the ratio of the ages was 895, what is the present age of c? ତ ଏ ବି ସି ବର୍ତ୍ତମାନ ସମସ୍ତଙ୍କର ବୟସ ମିଶିକି 192 ଅଛି। 20 ବର୍ଷ ତଳେ ତାହେଲେ ମିଶିକି କେତେ ଥିବ, 3 ଜଣଙ୍କର 20 20 କମିଯିବ, 3 ଜଣଙ୍କର 20 କମିବ ମାନେ ଟୋଟାଲ 60 କମିବ। ତା ମାନେ 20 years ago a ପ୍ଲସ୍ b ପ୍ଲସ୍ ସି ଆପଣଙ୍କର ଥିଲା 132, ସେତେବେଳେ ରେସିଓ ଆପଣଙ୍କର ଥିଲା କେତେ ନା 895 ରେସିଓରେ ଥିଲେ। ତା ମାନେ ସି ର ଯଦି ମୁଁ ଏଜ୍ ନେବି କେତେ ହବ, ଟୋଟାଲ 5 ଭାଗ, 5 ତଳେ ହଉଛି 8 9 14 5, ସରି 8 9 17 5 22, ତ ଏଇଟା ମୁଁ 132 ରେ ଗୁଣିବି।
6 ତାହେଲେ ହେଲା ସି ର ବୟସ 20 ବର୍ଷ ତଳେ ଥିଲା 30 ବର୍ଷ। ବୁଝିପାରିଲେ? ତା ମାନେ ବର୍ତ୍ତମାନ ତାର ବୟସ କେତେ ହବ? 20 ବର୍ଷ ମିଶେଇ ଦିଅନ୍ତୁ ତ 50 ହବ। ଅପସନ୍ ଡି। ଓକେ। 13 নম্বর কোশ্ଚିନ୍ ଯୋଉ ଆପଣ ଦେଇଛି ଏ ମର୍ଚାଣ୍ଟ ମାର୍କ୍ସ ଅଫ୍ ଗୁଡ୍ସ ବାय 45% then offers a discount on the mark price if the final selling price after the discount results in no profit or loss, then what percent discount did the merchant offer? ତ କଷ୍ଟ ପ୍ରାଇସ୍ ଯଦି 100 ଅଛି ତାହେଲେ ମାର୍କ ପ୍ରାଇସ୍ ଟା କେତେ ଅଛି ନା 45% ତାଠାରୁ ଅଧିକ ଅଛି। 100 ର 45% କେତେ 45, ତ 145 ଅଛି ମାର୍କ ପ୍ରାଇସ୍ ଟି। ତ ଏଠି ସିଏ ଦେଇଛି ଯେ କେତେ ପରସେଣ୍ଟ ସିଏ ଡିସକାଉଣ୍ଟ ଯଦି ଦବ ତା ମାନେ କିଛି ପ୍ରଫିଟ୍ ବା ଲସ୍ ହବନି। ମାନେ ସିଏ 45 ଟଙ୍କା ଡିସକାଉଣ୍ଟ ଦବ ତ 45 ବାଇ 145 ଇଣ୍ଟୁ 100, ଏଇଟା 5 କାଟିଲେ 29, ଏଇଟା 5 କାଟିଲେ ସରି ଏଇଟା 5 କାଟିଲେ ହଉଛି 9, ଏଇଟା ହଉଛି 29, ତା ମାନେ 900 ବାଇ 29, 29 ତିରିକି 87, 30 ହେଲେ କେତେ ପକେଇବି 1, ତା ମାନେ 31 ପଏଣ୍ଟ ସମଥିଙ୍ଗ ହବ ଯୋଉଟା କି 31% ଆନ୍ସର। ଓକେ। ନେକ୍ସଟ ଦେଖନ୍ତୁ 14 নম্বର क्वेश्चन ଆପଣଙ୍କୁ ଦେଇଛି three pipes A, B and C are connected to a large water tank. Pipe A can fill the tank in 12 hours. Pipe B ଆପଣଙ୍କର ଫୁଲ କରୁଛି ତାପରେ ଲେଖା ହେଇଛି 15 hours. Pipe C can drain pipe that can empty the tank in 20 hours. ତ ପାଇପ୍ ସି ଉପରେ ମୁଁ ନେଗେଟିଭ ଦେଇ ଦଉଛି, ଗୋଟେ ବାର୍ ଦେଇ ଦେଇଛି କାରଣ ସେ ଖାଲି କରୁଛି। ତାପରେ କ୍वेଶ୍ଚିନ୍ ଆମକୁ ଦେଲା ଫର ଦ ଫାଷ୍ଟ ଇନିସିଆଲି ଦ ଟ୍ୟାଙ୍କ ଇଜ 1/3 ଫୁଲ। ତ ଦେଖନ୍ତୁ ଗୋଟେ କାମ କରିବା 12, 15 ଆଉ 20 ର ଲସାଉ ଯଦି ମୁଁ ଏଠି ନଉଛି 60, ତାପରେ 12 କୁ କେତେରେ ଗୁଣିଲେ 60 ନା 5, 15 କୁ 4 ଗୁଣିଲେ 60, 20 କୁ 3 ଗୁଣିଲେ 60। ତ ଏଇଟା ତାର ଏଫିସିଏନ୍ସି ମୁଁ ଲେଖିଦେଲି। ପ୍ରଥମରୁ କଣ ଥିଲା ନା ଆପଣଙ୍କର ଯୋଉ ଟ୍ୟାଙ୍କ ଟା 1/3 ଫୁଲ ଥିଲା। ତ ଟ୍ୟାଙ୍କରେ ଯଦି ଆପଣଙ୍କର 60 ଲିଟର ମନେକର ପାଣି ଧରୁଛି 1/3 ମାନେ କେତେ ଆପଣଙ୍କର 20 ଲିଟର ପାଣି ତାହେଲେ ଫୁଲ ହେଇକି ଅଛି ଫାଷ୍ଟରୁ। ଓକେ। ତାପରେ ଦେଲା ଯେ ଫର ଦ ଫାଷ୍ଟ 4 hours only A and C are opened. ଏ କଣ ଆପଣଙ୍କର 5 ପୂର୍ଣ୍ଣ କରିଛି, ଏ 3 ଖାଲି କରିଦଉଛି। ତା ମାନେ ଏ ଆଉ ସି ଯଦି ଖୋଲା ରହିବେ ସେ କେତେ କରିବେ 1 ଘଣ୍ଟାରେ ନା 5 - 3 2, କିନ୍ତୁ ସିଏ 4 ଘଣ୍ଟା ଓପନ ଥିଲେ। ତା ମାନେ ସିଏ ଆପଣଙ୍କର କେତେ ପୂର୍ଣ୍ଣ କରିଦେଇଥିବେ ନା 4 × 2 8 ଲିଟର। ବୁଝିପାରିଲେ? ତ 20 ଲିଟର ଏଠି ପୂର୍ଣ୍ଣ ହେଇକି ଥିଲା, ପୁଣି 8 ଲିଟର ସିଏ ପୂର୍ଣ୍ଣ କଲେ। ନେକ୍ସଟ କଣ ହେଲା ନା ଦେନ୍ B is also opened along with A and C until the tank is half full. ହାଫ୍ ଫୁଲ୍ ମାନେ 28 ପୂର୍ଣ୍ଣ ହେଇସାରିଛି, ସିଏ ଆଉ 2 ଲିଟର ପୂର୍ଣ୍ଣ କରିବେ। ବୁଝିପାରିଲେ? ତ ଏଇ ଯୋଉ 2 ଲିଟର ସେ କେମିତି ପୂର୍ଣ୍ଣ କରିବେ ନା 3ଟା ଯାକ ଖୋଲା ଅଛି। ତ 3ଟା ଯାକ ଯେତେବେଳେ ଆମର ଖୋଲା ରହୁଛି 5 4 -3, ଏଇଟା ଆପଣ କେତେ 6 ଲିଟର ହଉଛି। 6 ଲିଟର ସେମାନେ ପୂର୍ଣ୍ଣ କରିଛନ୍ତି 1 ଘଣ୍ଟାରେ। ତ 2 ଲିଟର ପୂର୍ଣ୍ଣ କରିବାକୁ କେତେ ଲାଗିବ 1 ଆୱାର 3 ଭାଗରୁ ଭାଗେ ମାନେ କେତେ 20 ମିନିଟ। ବୁଝିପାରିଲେ? ତ ପ୍ରଥମରୁ ଆମେ ଦେଖିଲେ ଯେ 4 ଘଣ୍ଟା ଲାଗିଥିଲା, ତାପରେ ପୁଣି 20 ମିନିଟ ଲାଗିଲା ଏବଂ ବର୍ତ୍ତମାନ ସୁଦ୍ଧା ଫୁଲ ହେଇଛି ଆପଣଙ୍କର 30 ଲିଟର ପୂର୍ଣ୍ଣ ହେଇଛି। ବୁଝିପାରିଲେ? ତାପରେ କଣ ହେଲା ନା ସି କୁ ବନ୍ଦ କରିଦିଆ ହେଇଗଲା and A and B continue to fill the remaining water together. Find the total time taken to the complete fill the tank. ତାପରେ ଦେଖନ୍ତୁ ଆପଣ, ତାପରେ ଆମର ଆଉ କେତେ ଫୁଲ ହବ 30 ଲିଟର ଆଉ ଫୁଲ କରିବାର ଆବଶ୍ୟକତା ଅଛି ନା। ଏବଂ ବର୍ତ୍ତମାନ ଆପଣଙ୍କର A ଆଉ B କେବଳ ମାନେ ଓପନ ଅଛି। A ଆଉ B 2 ଜଣ ମିଶିକି 1 ଘଣ୍ଟାରେ ଆପଣଙ୍କ 9 ଲିଟର ପୂର୍ଣ୍ଣ କରୁଛନ୍ତି, ନୁହେଁ କି 9। ତାହେଲେ ଏଇ 30 ଲିଟର ପୂର୍ଣ୍ଣ କରିବାକୁ ତାଙ୍କୁ କେତେ ସମୟ ଲାଗିବ? 1 ଘଣ୍ଟାରେ ପୂର୍ଣ୍ଣ କରୁଛନ୍ତି 9, 30 ପାଇଁ କେତେ ଲାଗିବ ଆପଣଙ୍କର 27 ପାଇଁ 3 ଘଣ୍ଟା ଲାଗିଯିବ, ଆଉ 3 ପାଇଁ 20 ମିନିଟ। ତ 3 ଘଣ୍ଟା
20 ମିନିଟ୍ ଲାଗିବ। ବୁଝିପାରୁଛନ୍ତି ତ କଥାଟି ମୋର? 9 ପାଇଁ ଯଦି 1 ଘଣ୍ଟା ଲାଗୁଛି, 30 ପାଇଁ କେତେ? 27 ପାଇଁ ଲାଗିଯିବ 3 ଘଣ୍ଟା, ତାପରେ ଆଉ 20 ମିନିଟ୍। ତ ଏଇଠି ଦେଖନ୍ତୁ 4 ଘଣ୍ଟା 20 ମିନିଟ୍ ଅଲରେଡି ଚାଲିଥିଲା କାମ, ତାପରେ 3 ଘଣ୍ଟା 20 ମିନିଟ୍ ଆଉ ଫୁଲ୍ ହବ। ଟୋଟାଲି କେତେ ହେଲା? 4 3 7 ଘଣ୍ଟା, 20 20 40 ମିନିଟ୍। ତ 7 ଘଣ୍ଟା 40 ମିନିଟ୍। ବୁଝିପାରିଲେ? ଅପସନ୍ ସି ହଉଛି କରେକ୍ଟ। ଓକେ। ସୋ ନେକ୍ସଟ ଆମେ ଦେଖିବା 15 ନମ୍ବର ଆମକୁ ଦେଇଛି A and B together have 1210 and if 4 by 15th of A's amount is equal to 2 by 5th of B's amount, how much amount does B have? ତ ଦେଖନ୍ତୁ, ମନେକର ମୁଁ ନେବି ଯେ A ପାଖରେ ଥିଲା X ଟଙ୍କା, B ପାଖରେ ଥିଲା Y ଟଙ୍କା। ତ କୋଶ୍ଚିନ୍‌ରେ ମୋତେ କ'ଣ ଦେଇଛି ଯେ A ଟଙ୍କାର 4/15 ଅଂଶ, ମାନେ X ର 4/15 କେତେ? 4x/15 ଇକ୍ୱାଲ୍ ଟୁ Y ର 2/5 ନୁହେଁ କି? 2y/5। ତ ଏଠି ଗୋଟେ ମୁଁ କାମ କରୁଛି, X ତଳକୁ ମୁଁ ନେଇ ଆସିବି Y, ତାପରେ ମୁଁ କ'ଣ କରିବି ନା ଏପଟେ 2/5 ଅଛି, ଏଠି 15ଟା ତଳେ ଥିଲା, ସେପଟକୁ ଗଲେ ମଲ୍ଟିପ୍ଲାଏ ହବ, 4ଟା ତଳକୁ ଆସିଲା, ଏଠି କାଟିଲେ 3, ତ ଇଏ ହବ ତମର 6/4 କିମ୍ବା 3/2। ତ ଏଠି ପଚାରିଛି ଯେ B ର କେତେ ଭାଗ, B ର ଅଂଶ କେତେ, ନୁହେଁ କି? ତ B ର ଆମେ ନେଇଥିଲେ କ'ଣ? Y ନେଇଥିଲେ, ତାମାନେ 2, ଟୋଟାଲି କେତେ? 3 2 5, ତ 2/5 ଇଣ୍ଟୁ 1210, 5କୁ 1210 ରେ କାଟିଲେ ମୋତେ ମିଳିଯିବ 242। 242କୁ ମୁଁ ଯଦି 2ରେ ଗୁଣୁଛି ମୋତେ ମିଳିଲା 484। ଅପସନ୍ ସି ହଉଛି କରେକ୍ଟ। ନେକ୍ସଟ କ୍ୱେଶ୍ଚିନ୍ ଆମକୁ 16 ନମ୍ବର ଦେଇଛି, 2 numbers are 10% and 25% of a third more than a third number respectively, find the ratio of 2 numbers। ମନେକର ଏଇ ଥାର୍ଡ ନମ୍ବରଟା ମୁଁ ନେଇଗଲି 100, ତାହେଲେ ସଂଖ୍ୟା ଦିଟା ଆପଣ କେତେ? ଗୋଟେ ସଂଖ୍ୟା ହଉଛି ଆପଣଙ୍କର 10% ଅଧିକ, ମାନେ 100 ଯୁକ୍ତ 10 ହେଇଯିବ, ଆଉ ଗୋଟେ ହଉଛି 100 ଯୁକ୍ତ 25, 25% ଅଧିକ ନା। 110 ଏବଂ 125 ଅନୁପାତ କେତେ ହେଇଯାଉଛି ଆପଣଙ୍କର? ଦିଟା ଯାକ ଯଦି ମୁଁ 5ରେ କାଟିବି, ଗୋଟେ ହେଲା ମୋର ଏଠି 22, ଆଉ ଗୋଟେ ମୋର ହେଲା 25। ଅପସନ୍ ଡି ହଉଛି କରେକ୍ଟ। ନେକ୍ସଟ କ୍ୱେଶ୍ଚିନ୍ ଦେଇଛି 17 ନମ୍ବର, ଏ ଗ୍ୟାରିସନ୍ ଅଫ୍ 1210 men has provisions for 13 days. How long in days will the provisions last if the garrison be increased by 363 men? ତ 1210 ଜଣଙ୍କ ପାଇଁ ଆପଣଙ୍କର ପ୍ରୋଭିଜନ କେତେ ଅଛି ନା 13 ଡେ। ତ ଏଠି ମୁଁ ଯଦି ଜଣେ କରିଦେବି, କେତେ ହବ? 1210 ଇଣ୍ଟୁ 13 ହେଇଯିବ। କିନ୍ତୁ କୋଶ୍ଚିନ୍‌ରେ ଦେଇଛି ଯେ 363 ଜଣ ଅଧିକ ହୋଇଗଲେ, ତ 1210 ଯୁକ୍ତ 363ଟା ଆପଣଙ୍କ କେତେ ହେଉଛି? 1573। ତ ଏଠି ମୁଁ ଲେଖିଦେବି 1573 ପାଇଁ ତାହେଲେ କେତେ ହେବେ ନା 1210 ଗୁଣନ 13 ତଳେ ହେଉଛି ମୋର 1573। ଏଇଟା ଯଦି 13 ମୁଁ କାଟିବି କେତେ ହବ? 13 କେ 13, 27 ହେଲେ 2, 13 ମାନେ 1। ଉପରେ ଦେଖନ୍ତୁ 1210 ଅଛି, ତଳେ 121 ମାନେ 10, ତାହେଲେ ଡି ହଉଛି ଏଠି ଆନ୍ସର। ନେକ୍ସଟ ଦେଖନ୍ତୁ 18 ନମ୍ବର ଦେଲା, ଫାଇଣ୍ଡ ଦ ଭାଲ୍ୟୁ ଅଫ m ସାଟିସ୍ଫାଇଂ ଇକ୍ୱେସନ। ତ ଦେଖନ୍ତୁ 22/6 ର ପାୱାର 14 ଅଛି, ଏଠି 6/22 ଅଛି, 22/6, କିନ୍ତୁ ଏପଟେ ଆପଣଙ୍କ 6/22 ଅଛି। ତ ପ୍ରଥମଟାକୁ ଯଦି ମୁଁ କରିଦେବି, ମୋର 6/22 କରିଦଉଛି, ତାହେଲେ ଏଇ ଯୋଉ ପାୱାରଟା ମୋର ନେଗେଟିଭ ହେଇଯିବ, -14 ଗୁଣନ ଏଠି 6/22 ଅଛି, ତ ମୁଁ ଲେଖିଦେଲି 6/22 ର ପାୱାର 3 ଗୁଣନ ଏଠି ମୋର 22/6 ଅଛି, ମୁଁ ତାକୁ 6/22 କରିଦେଲି, ପାୱାରଟାକୁ ନେଗେଟିଭ କରିଦେଲି। ରାଇଟ୍ ହ୍ୟାଣ୍ଡ ସାଇଡରେ ମୋର ଅଛି 6/22 ର ପାୱାର 4m + 3।
ବର୍ତ୍ତମାନ ମୁଁ ଲେଖିଲି 6/22 -14 -3 କେତେ ହେଲା? -14 -3 -17 3 -14 ଏପଟେ ଆପଣଙ୍କ କେତେ ଅଛି ନା 6/22 ର ପାୱାର 4m + 3 ଉଭୟ ପାଶରେ ଆଧାର ସେମ୍ ଅଛି। ତା ମାନେ ମୋର -14 ହଉଛି ମୋର କଣ ନା 4m + 3। ତାହେଲେ ମୋର m ଟା କେତେ ହେଇଯିବ? 4m ଟା ଫାଷ୍ଟ ଲେଖି ଦିଅନ୍ତୁ। -14 -3 କେତେ? -17। ତାହେଲେ m ମୋର ହେଇଯିବ -17/4। ଅପସନ B ହଉଛି କରେକ୍ଟ। ଓକେ। ନେକ୍ସଟ क्वेश्चन 19 नंबर मते देला इन ए टेस्ट B got 60 marks while A got 75 marks out of 85 maximum marks. What percentage of A's marks was B's marks? A ର ମାର୍କ ଆପଣଙ୍କର B ମାର୍କ ର କେତେ ପରସେଣ୍ଟେଜ? ଦେଖନ୍ତୁ A ଆପଣଙ୍କର ପାଇଛି କେତେ ନା 75 ମାର୍କ ପାଇଛି। B ଆପଣଙ୍କର ପାଇଛି 60 ମାର୍କ। ତା ମାନେ ମତେ ପଚାରିଛି ଯେ ହ୍ୱାଟ ପରସେଣ୍ଟେଜ ଅଫ ଏସ୍ ମାର୍କ ୱାଜ ବି's ମାର୍କ। ତ ଦେଖନ୍ତୁ ଏ ମାର୍କ ର କେତେ ପରସେଣ୍ଟେଜ ହଉଛି B ର ମାର୍କ ମାନେ ମୁଁ ଲେଖିବି 60/75 ଗୁଣନ 100। ଏଇଟାକୁ 15 କାଟିଲେ 4, ଏଇଟାକୁ 15 କାଟିଲେ 5, ଏଇଟା କାଟିଲେ 20 ତ 80% ଯୋଉଟା କି ଅପସନ ସି ରେ ଅଛି। नेक्स्ट क्वेश्चन मोर 20 नंबर ଦେଇଛି ମତେ one pipe can fill a cistern twice as fast as another pipe. If together the two pipes can fill the cistern in 8 minutes, then the time taken in minutes for the slower pipe alone to fill the tank is. ତ ଦେଖନ୍ତୁ ମନେକର ଗୋଟେ ପାଇପ ଆପଣ ଫୁଲ କରୁଛି x ମିନିଟ ରେ, x ନବାନି ମୁଁ ଗୋଟେ 2x ନେଇ ଯାଉଛି। 2x ମିନିଟ ରେ ଯିଏ ଫୁଲ କରୁଛି ସିଏ ସ୍ଲୋ ଅଛି। ଆଉ ଗୋଟେ କଣ ଦ୍ୱିଗୁଣ ଫାଷ୍ଟ ଅଛି ମାନେ ସିଏ ଆପଣଙ୍କର x ମିନିଟ ରେ ପୂର୍ଣ୍ଣ କରିଦେଉଛି। ଏର ଅର୍ଧା ହବ ନା। ତାହେଲେ 2x ଆଉ x ର ଲସାଗୁ କେତେ? ଏଠି ମୁଁ ଲେଖିଦେଲି 2x, ଏଠି ତାହେଲେ ମୁଁ କେତେ 1 ଲେଖିବି, ଏଠି 2 ଲେଖିଲି। ଏଫିସିଏନ୍ସି ଏତିକି ରହିଲା। ତା ମାନେ ଦିଟା ଯାକ ଯେତେବେଳେ ଏକାଠି ମୁଁ ଖୋଲିଦେବି ତାହେଲେ ମତେ କେତେ 2x/3 ଟାଇମ ଲାଗିବ। ଏଠି 2x ରହିଲା, ଏଠି 1 2 କଣ ଏଫିସିଏନ୍ସି ମୁଁ ତଳେ ମିଶେଇକି ଲେଖିଦେଲି। ତ ଏଇ ଯୋଉ 2x/3 ଟା ମତେ କ୍ୱେଶ୍ଚିନ୍ 8 ମିନିଟ ଦେଇନି କି, ତ ମୁଁ ଏଠି 8 ଲେଖିଲି। ତ ବର୍ତ୍ତମାନ ମୋର ଦରକାର ଅଛି x, ତାହେଲେ କେତେ ହବ ଏଇଟା? 3ଟା ସେପଟେ ମଲ୍ଟିପ୍ଲାଏ କରିଦିଅନ୍ତୁ। 8 ଗୁଣନ 3/2 କେତେ ହବ? 12 ମିନିଟ। ତ x ଟା ମତେ ମିଳିଗଲା 12 ମିନିଟ। ମୋର କିନ୍ତୁ ଦରକାର ଯେ ସ୍ଲୋ, ଯୋଉଟା ସ୍ଲୋ ଅଛି ସେଇଟା କେତେ ମିନିଟରେ ଫୁଲ କରୁଛି। ତ 2x ଟା ହବ କେତେ ହବ? 2 × 12। ସୋ ମୋର ତ ଦରକାର ଅଛି ଯେ ସ୍ଲୋ ଯୋଉଟା, ସ୍ଲୋ ଟା କେତେ ଆପଣଙ୍କର 2x ନା, ତ 2 × 12 କଲେ ମତେ ମିଳିଯିବ 24 ମିନିଟ। ଓକେ, ସୋ ଏଠି ମୋର ଆନ୍ସର ହଉଛି ଅପସନ B। ସୋ ଏଇଟା ଆମର ଯୋଉ 8 ତାରିଖର ଅକ୍ଟୋବର 8 ଯୋଉ ଫାଷ୍ଟ ସିଫ୍ଟର ଯୋଉ କ୍ୱେଶ୍ଚିନ୍ ଗୁଡିକ ଥିଲା ସେଗୁଡିକ ଆମେ ଆଜି ଆଲୋଚନା କରିଦେଲେ। ସୋ ମୁଁ ଆଶା କରୁଛି ଆପଣଙ୍କ କିଛି ଏଥିରେ ଡାଉଟ୍ ନଥିବ। ଯଦି ବି କିଛି ଡାଉଟ୍ ଅଛି ଆପଣ କମେଣ୍ଟ କରିପାରିବେ। ଓକେ, ସୋ ଆମେ ଦେଖା ହବା ନେକ୍ସଟ ଭିଡିଓରେ। ଆପଣ ମାନେ ଯୋଉ ବି ପରୀକ୍ଷା ପାଇଁ ପ୍ରିପାରେସନ କରୁଛନ୍ତି ଏବଂ ଯଦି RI ଏକ୍ଜାମର ଏଇ ସବୁ କ୍ୱେଶ୍ଚିନ୍ ଆପଣ କିଛି ଡାଉଟ୍ ଥିଲା ନିଶ୍ଚିତ ଭାବରେ ଆପଣ ଭିଡିଓ ଦେଖି ବୁଝିପାରିବେ ଏବଂ ନିଜ ଫ୍ରେଣ୍ଡସ୍ ମାନଙ୍କ ସହିତ ଭିଡିଓଟି ସେୟାର କରିବାକୁ ଭୁଲିବେନି ଏବଂ ଚ୍ୟାନେଲରେ ଫାଷ୍ଟ ଟାଇମ୍ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଓକେ, ସୋ ସମସ୍ତଙ୍କୁ ଥ୍ୟାଙ୍କ ୟୁ।